ଅବସରପ୍ରାପ୍ତ ବିଦ୍ୟୁତ୍ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଞ୍ଜିନିୟର ସୁରେନ୍ଦ୍ରନାଥ ଦାସଙ୍କର 8 ଖଣ୍ଡ ପୁସ୍ତକ ବାଲେଶ୍ୱର ସହରର ଆତିଥ୍ୟ ଭବନ ପରିସରରେ ଲୋକାର୍ପିତ ହୋଇଛି। ସତ୍ୟଭାମା ଦାସଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକ ଉପନ୍ୟାସ ନିର୍ଭୀକ ରାଧିକା, ବୀରାଙ୍ଗନା ତପୋଇ, ଲୁହାର ମଣିଷ ଚକ୍ରଧର, କବିତା ପୁସ୍ତକ ଅଭୁଲା ସ୍ମୃତି, ଗ୍ରାମ୍ୟ ଜୀବନ ପୁସ୍ତକ ମୋ ଗାଁ ମୋ ସ୍ୱପ୍ନ, ଇଂରାଜୀ ସାହିତ୍ୟ ପୁସ୍ତକ ଭିକ୍ଟୋରୀ ଅଫ୍ ଟ୍ରୁଥ୍ ଆଣ୍ଡ ନନ୍ ଭାয়োଲେନ୍ସ, ବିଦ୍ୟୁତ୍ ଇତିହାସ ସମ୍ବନ୍ଧୀୟ ପୁସ୍ତକ ଇଲେକ୍ଟ୍ରିସିଟି ରିଫର୍ମ ଇନ୍ ଓଡ଼ିଶା ପ୍ରଭୃତି ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି। ଫକୀରମୋହନ କଲେଜର ପୁରାତନ ଛାତ୍ର ସଂସଦର ସଭାପତି ଡାକ୍ତର ପ୍ରଭାତ ଚୌଧୁରୀଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ସାରସ୍ୱତ ସାଧକ ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକଗୁଡ଼ିକୁ ଉନ୍ମୋଚନ କରିବା ସହ ଇଞ୍ଜିନିୟର ଦାସଙ୍କର ସାରସ୍ୱତ ପ୍ରତିଭାକୁ ଭୂୟସୀ ପ୍ରଶଂସା କରିଥିଲେ। ପେଶାରେ ଜଣେ ଯନ୍ତ୍ରୀ ହୋଇଥିଲେ ବି ସାହିତ୍ୟ ସର୍ଜନାକୁ ନିଶା ଭାବେ ଗ୍ରହଣ କରିବା ଖୁବ୍ କମ୍ ଲୋକଙ୍କଠାରେ ପରିଲକ୍ଷିତ ହୋଇଥାଏ। ତାଙ୍କର ଏହି ସାଧନା ଅନ୍ୟମାନଙ୍କ ପାଇଁ ପ୍ରେରଣା ହେଉ ବୋଲି ଡକ୍ଟର ମହାନ୍ତି ଆଶା ପ୍ରକାଶ କରିଥିଲେ। ଫକୀରମୋହନ ସାହିତ୍ୟ ପରିଷଦର ପୂର୍ବତନ ସଭାପତି ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ, ବାଙ୍ଗାଲୋରସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନର ପ୍ରାଧ୍ୟାପକ ଇଞ୍ଜିନିୟର ଅତନୁ କୁମାର ମହାନ୍ତି, ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ସଭାପତି ଇଞ୍ଜିନିୟର ବନମାଳୀ ନାୟକ, ଟିପିଏନ୍ଡିଏଲ୍ର ସର୍ବୋଚ୍ଚ ଯନ୍ତ୍ରୀ ଇଞ୍ଜିନିୟର ଶରତଚନ୍ଦ୍ର ମହାଳିକ, ଅଧୀକ୍ଷଣ ଯନ୍ତ୍ରୀ ଇଞ୍ଜିନିୟର ଅନନ୍ତ ନାରାୟଣ ବିଷୋୟୀ, ଇଞ୍ଜିନିୟର ଫୋରମର ସମ୍ପାଦକ ଇଞ୍ଜିନିୟର ହୃଷିକେଶ ସାହୁ, ସହାୟକ ସଂଗଠନର ସଭାପତି ଡକ୍ଟର କ୍ଷିତେଶ୍ୱର ଦାସ, ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ବାଲେଶ୍ୱର ଶାଖାର ଭଉଣୀ ବି.କେ. ଶୁଭଶ୍ରୀ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଇଞ୍ଜିନିୟର ଦାସଙ୍କର ସାହିତ୍ୟ କୃତି ବେଶ୍ ପ୍ରଶଂସନୀୟ ବୋଲି କହିଥିଲେ। ସମାଜର ବାସ୍ତବ ଚିତ୍ର ପ୍ରତିଫଳିତ ପୁସ୍ତକଗୁଡ଼ିକ ପାଠକୀୟ ଆଦୃତ ଲାଭ କରିବ ବୋଲି ସମୀକ୍ଷା ଅବସରରେ ଅତିଥିମାନେ ଆଶା ପ୍ରକାଶ କରିଥିଲେ। ଲେଖକ ଇଞ୍ଜିନିୟର ଦାସ ନିଜର ଏଥିରେ ଲେଖକୀୟ ଅନୁଭୂତି ସମ୍ପର୍କରେ କଥା ରଖିଥିଲେ। ସତ୍ୟ ଆଫ୍ରିକାରୁ ଭାରତକୁ ଫେରି ଆସିଥିଲେ ଏବଂ ଭାରତ ସ୍ୱାଧୀନତାର ମଙ୍ଗ ଧରିଥିଲେ। ସେ ବିନା ଅସ୍ତ୍ରରେ କେବଳ ସତ୍ୟ ଅହିଂସାକୁ ଆଧାର କରି ଇଂରେଜଙ୍କ ବିରୁଦ୍ଧରେ ଲଢ଼ିଥିଲେ ଏବଂ ଭାରତ ସେବା ଆନ୍ଦୋଳନ କରିଥିଲେ। ଏଥିରେ ବହୁ ସ୍ୱାଧୀନତା ସଂଗ୍ରାମୀ ନେତା ନେତ୍ରୀମାନେ ସେମାନଙ୍କୁ ସହଯୋଗ କରିଥିଲେ। ଶେଷରେ ଭାରତ 1947 ମସିହା ଅଗଷ୍ଟ 15 ତାରିଖ ଦିନ ଭାରତର ବିଜୟ ପତାକା ତ୍ରିରଙ୍ଗା ପତାକା ଉଠିଥିଲା। କାର୍ଯ୍ୟକ୍ରମରେ ଗୋପାଳ ଚନ୍ଦ୍ର ଜେନା ସ୍ୱାଗତ ଭାଷଣ ରଖିଥିବା ବେଳେ ଇଞ୍ଜିନିୟର ଶୀତଲ କୁମାର ପାଣିଗ୍ରାହୀ ମଞ୍ଚଆହ୍ୱାନ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଇଞ୍ଜିନିୟର ଦାସଙ୍କର ନାତୁଣୀ ଅପର୍ଣ୍ଣା ମହାନ୍ତି ଏଥିରେ ପ୍ରାରମ୍ଭିକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ସାନ ଭାଇ ସତ୍ୟେନ୍ଦ୍ରନାଥ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଇଞ୍ଜିନିୟର ଦାସଙ୍କର ପରିବାର ବର୍ଗ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।